ଓଡ଼ିଆ ସାହିତ୍ୟର ଅଗ୍ନିକନ୍ୟା କୁନ୍ତଳା କୁମାରୀ ସାବତଙ୍କର ଜନ୍ମ 8 ଫେବୃଆରୀ 1901 ମସିହାରେ ବସ୍ତରର ଜଗଦଲପୁରରେ ହୋଇଥିଲା। ଛୋଟବେଳୁ ସେ ଅତ୍ୟନ୍ତ ମେଧାବୀ ଥିଲେ। ସେ କେବଳ ସାହିତ୍ୟରେ ନୁହେଁ, ଶିକ୍ଷା କ୍ଷେତ୍ରରେ ମଧ୍ୟ ନିଜର ପ୍ରତିଭାର ପରିଚୟ ଦେଇଥିଲେ। ସେ ଡାକ୍ତରୀ ଶିକ୍ଷା ଗ୍ରହଣ କରି ଜଣେ ଚିକିତ୍ସକ ଭାବରେ କାମ କରିଥିଲେ, କିନ୍ତୁ ତାଙ୍କ ହୃଦୟରେ ଥିଲା ସମାଜ ପାଇଁ କିଛି କରିବାର ଗଭୀର ଆକାଂକ୍ଷା। କୁନ୍ତଳା କୁମାରୀଙ୍କ ରଚନାରେ ଦେଶପ୍ରେମ, ନାରୀ ସ୍ୱାଧୀନତା, ସାମାଜିକ ସଂସ୍କାର, ମାନବିକତା ଓ ଆଧ୍ୟାତ୍ମିକତାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳେ। ସେ ସେହି ସମୟର ସାମାଜିକ କୁସଂସ୍କାର ବିରୋଧରେ ନିର୍ଭୀକ ଭାବରେ ଲେଖୁଥିଲେ। ବିଶେଷ କରି ବାଲ୍ୟବିବାହ, ନାରୀଙ୍କ ପ୍ରତି ଅନ୍ୟାୟ, ଜାତିଭେଦ ଓ ସାମାଜିକ ଅସମାନତା ବିରୋଧରେ ତାଙ୍କ ଲେଖନୀ ଏକ ଶକ୍ତିଶାଳୀ ସ୍ୱର ଥିଲା। ତାଙ୍କ ରଚନାରେ ନାରୀ କେବଳ ଘରର ଏକ ଅଂଶ ନୁହେଁ, ବରଂ ସମାଜ ଗଠନରେ ଜଣେ ସକ୍ରିୟ ଓ ସମାନ ଅଂଶୀଦାର, ଏହି ଚିନ୍ତାଧାରା ପ୍ରକାଶ ପାଇଥାଏ। ତାଙ୍କ ଉଲ୍ଲେଖନୀୟ କୃତି ମଧ୍ୟରେ ଉଚ୍ଛ୍ୱାସ, ସ୍ଫୁଲିଙ୍ଗ, ଅର୍ଚ୍ଚନା, ଅଞ୍ଜଳି, ପ୍ରେମଚିନ୍ତାମଣି ଏବଂ ଓଡ଼ିଆଙ୍କ କ୍ରନ୍ଦନ ଆଦି ରହିଛି। ତାଙ୍କ ସାହିତ୍ୟରେ ଦେଶପ୍ରେମର ଭାବନା ଏତେ ଗଭୀର ଥିଲା ଯେ ତାଙ୍କ ଲେଖା ସେ ସମୟର ଯୁବପିଢ଼ିକୁ ପ୍ରେରଣା ଦେଇଥିଲା। କୁନ୍ତଳା କୁମାରୀ ସାବତ ଏକଧାରରେ କବୟିତ୍ରୀ, ଡାକ୍ତର, ସମାଜ ସଂସ୍କାରକ ଓ ନାରୀ ଜାଗରଣର ପ୍ରବକ୍ତା ଥିଲେ। 1925 ମସିହାରେ ତାଙ୍କୁ ଉତ୍କଳ ଭାରତୀ ଉପାଧିରେ ସମ୍ମାନିତ କରାଯାଇଥିଲା। ପ୍ରତିଭା ଯେତେବେଳେ ସମାଜ ପ୍ରତି ଦାୟିତ୍ୱ ସହ ଯୋଡ଼ି ହୁଏ, ସେତେବେଳେ ଜଣେ ବ୍ୟକ୍ତିର ଜୀବନ ଅନେକ ପିଢ଼ି ପାଇଁ ପ୍ରେରଣା ପାଲଟି ଯାଏ।